ଆସିଛି ପଞ୍ଚବାକ୍ୟ ସ୍ତରୁ ରାବଣ ଯୋଉ ସୀତାକୁ ଚୋରି କରି ଲଙ୍କାକୁ ନେଇଥିଲେ ବା ଲଙ୍କାକୁ ଯୋଉ ସୀତା ଯାଇଥିଲେ ସେ ଥିଲେ ଆପଣମାନଙ୍କର ଛାୟା ବୁଝିହେଲା ବୁଝିହେଲା କି ଛାୟା ସୀତା କେମିତି ହେଲା ଯେତେବେଳେ ପଞ୍ଚବଟୀରେ ଅଛନ୍ତି ପ୍ରଭୁ ରାମ ସୀତା ଲକ୍ଷ୍ମଣ ସେତେବେଳେ ଆସିଛି ବିଂଶତ୍ରାସ ରାବଣ ପୁଷ୍ପକ ଯାନ ନେଇକି ଉପରେ ଆଉଛି ଉପରେ କିଛି ହଁ ସହସ ଅଛି ଫାଙ୍କାରେ ଆଉଛି 250 କିଲୋମିଟର ସ୍ପିଡରେ ଆଇଲା ସୀତାକୁ ଚୋରି କରି ନବ ସୀତାକୁ ବସେଇଲା ନେଇ ଚାଲିଲା କେତେ ସ୍ପିଡରେ ଯିବ ଗୋଟେ ନାରୀ ଚୋରି କରି ନଉଛି କେତେ ସ୍ପିଡରେ 300 କିଲୋମିଟର ସ୍ପିଡରେ ଚାଲିଲା ସୀତା ସ୍ୱାମୀ ବିଚ୍ଛେଦ ହେଇଗଲେ ହାତକୁ ଟେକି ଡାକୁଛନ୍ତି ସ୍ୱାମୀ ବଞ୍ଚାଅ 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 ଚିତ୍କାର କଲାବେଳେ ତ 300 କିଲୋମିଟର ବେଗର ପବନଟା ସୀତାଙ୍କ ବାଜିଛି ସୀତାଙ୍କର ହୋସ ନାହିଁ ଲୁଗାଟି ଉଡ଼ି ଯାଇଛି ରାବଣ କହିଲା ପୁଷ୍ପକ ଜାଣେ ସୀତା ଠିଆ ହେଇଛନ୍ତି ନାହିଁ ଯେତେବେଳେ ଲୁଗାଟି ଉଡ଼ି ଯାଇଛି ସୀତାକୁ ରାବଣ ଅନେଇ ଦେଇଛି ଦେଖିଲାକୁ ସୀତା ଛାୟା ପିନ୍ଧିକି ଆଇଛି ଲୁଗାଟି ଉଡ଼ି ଯାଇଛି ଦେଖିଲା ଏଇ ହେଲା ଛାୟା ଆଉ ତୋର କମ ଜ୍ଞାନ ଆପଣ ଦେଖୁନାହାନ୍ତି ଆପଣଙ୍କ ସ୍ତ୍ରୀ ବାଇକ୍ ପଛେ ନେଇ ଯାଉଛି 40ରୁ 50 ସ୍ପିଡରେ ଗଲାବେଳକୁ ଯଦି ସ୍ତ୍ରୀ ଆପଣଙ୍କର ଅନ୍ୟ ମନସ୍ପତିରେ ଥବ ମାନେ କାନିକୁ ନାହିଁ ପଶିଯିବ କୋଉଥିରେ ଚକା ଭିତରେ 40 ସ୍ପିଡରେ 300 କିଲୋମିଟର ସ୍ପିଡରେ ଯୋଉ ବାତ୍ୟା ହେଇଥିଲା 1999 ବାତ୍ୟା 300 କିଛି ପୁଷ୍ପ ଜାନେ ଯାଉଛି 300 କିଲୋ ସ୍ପିଡରେ ଖାଲି କମଳ କହିଲା ଲୁଗାଟି ଉଡ଼ି